ତମେ ଭାବୁଛ ନା ଆଜି ଫେର୍ ଆର୍ କାଣା ହେଇଗଲା ଏଇଟା କାଣା କରୁଛେ ଇଏ। ତ ଚାଲ ତ ଆମେ ସକାଳୁ ସକାଳୁ ବାହାରି ପଡ଼ିଥିଲୁ ମୋର ବଣ୍ଟୁ ଭଞ୍ଜା ସାଙ୍ଗରେ ଡଇଁଚା ସାଇଡ଼୍ ଗଲାବେଳକୁ ଦେଖିଲୁ ଯେ ପେଣ୍ଠପାଳ ଆଜି ଲାଷ୍ଟ ଯଜ୍ଞ ଲାଷ୍ଟ ଦିନ। ତ ଆଜି ଭୋଗ ପ୍ରସାଦ ପାଇନା ଆଜି ସବୁ ସର୍ବା ତାକର ଯଜ୍ଞ। ତ ଫେର୍ ଆମର୍ ଯଜ୍ଞ ଅଛେ ଶିବରାତ୍ରି ଦିନ 15 ତାରିଖ ସବୁ ଦେଖି ଆସିବ। ଆମ 15 ତାରିଖ 14 ତାରିଖ କଳସି ଯାତ୍ରା 15 ତାରିଖ ପୁରା ଧୁମଧାମ। ତାରପରେ ଡଇଁଚା ପଳେଇ ଆସିଥିଲୁ। ଡଇଁଚାର ଅଟୋମେସନ୍ ନାଇଁ ଥାଇ ତ ଏଇଟା ଅଟୋମେସନ୍ ଟିକେ କରିଦେଲୁ। ତାରପରେ ଘରକୁ ବାହାରି ଯାଇଥିଲୁ। ଘରକୁ ବାହାରି ଗଲାପରେ ଦେଖିଲୁ ଯେ ଶିମିଳିପାଳନ ଆଜି ମାର୍କେଟ ହେଉଛେ। ମାର୍କେଟ ନ ଆମେ ତ କିଛି କିଣିବାର ନାଇଁ ଥାଇ ତ ଆଖୁ ରସ ଟିକେ ପିଇଦେଲୁ। ତାପରେ ଇନୁ ଆଖୁ ରସ ପିଇ କରି ଆମେ ବାହାରି ଯାଇଥିଲୁ ଘରକେ। ଆଖୁ ରସ ତ ବହୁତ ଟେଷ୍ଟି ଥିଲା। ତାପରେ ଘରକୁ ପଳେଇ ଆସିଥିଲୁ। ତାପରେ ଖେଳକୁଦ କରିସାରିଲା ପରେ ସନ୍ଧ୍ୟାରେ ଆମେ ଟିକେ ଯାଇଥିଲୁ ବାହାରି ନାଟଦୋଳ ଫାଷ୍ଟଫୁଡ଼ ଖାଇ। ତ ଦେଖୁଛ ଏଇଟା ଫାଷ୍ଟଫୁଡ଼ ଟିକେ ଖାଇ ଆସିଥିଲୁ ମୋଟୁ ଭଞ୍ଜା ସାଙ୍ଗରେ। ତାରପରେ ଆମ ଗାଁକୁ ପଳେଇଥିଲୁ। ଗାଁକୁ ଗଲାପରେ ଯାଇଥିଲୁ ମନ୍ଦିର ଆଡ଼େ ଦେଖିବାର ଲାଗି ଯେ ଯଜ୍ଞ କେତେ ବାଟ କାଣା ଡେକୋରେସନ୍ ହେଲା ନା। ତ ଆଇ ହୋପ୍ ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଥିବା ଭଲ ଲାଗିଲେ ଲାଇକ୍ କର ସେୟାର କର ଆଉ ସବସ୍କ୍ରାଇବ୍ କର। ତ ଏଇଟା ଆମ ସାଜସଜ୍ଜା ଚାଲିଛି ଯଜ୍ଞରେ। ତାପରେ ଘରକୁ ପହଞ୍ଚି ଆସିଲା ପରେ ମୁଇଁ ଟିକେ ବନେଇଦେଲି ପନିର କାହିଁଥିଲା ଲାଗି ଇଚ୍ଛା ଥିଲା ଯେ। ତ ଟାଟା ବାଏ ବାଏ ଫେର୍ ଦେଖା ହେବ ନେକ୍ସଟ ଭିଡ଼ିଓରେ।